ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍। ପ୍ରିୟ ବନ୍ଧୁଗଣ, ଆଜି ଆମ୍ଭେମାନେ ଲୟୋଲାର ସାଧୁ ଇଗ୍ନାସିୟସଙ୍କ ଜୀବନୀ ବିଷୟରେ ଶିକ୍ଷା କରିବା, ଯିଏ ଜଣେ ଧର୍ମ ଉପଦେଶକ ଥିଲେ। ସ୍ପେନ୍ର ଉତ୍ତରାଞ୍ଚଳରେ ଅବସ୍ଥିତ ଲୟୋଲାଠାରେ ଥିବା ପାରିବାରିକ କିଲ୍ଲା ବା ଦୁର୍ଗରେ ବେଲ୍ଟ୍ରାନାନେ ଚିଦେଓଗ୍ନାଜ ଏବଂ ମାରିଆ ସାଞ୍ଜେଦେଲି କୋନାଙ୍କ ଔରସରୁ ଜାତ 11 ଜଣ ସନ୍ତାନଙ୍କ ମଧ୍ୟରୁ ଇଗ୍ନାସିୟସ୍ ଶେଷ ସନ୍ତାନ ଅଟନ୍ତି। ସାମରିକ ବୃତ୍ତି ଅନୁସରଣ କରି ସେ ପାମ୍ପଲୋନାକୁ ଘେରାଉ କରିବା ବେଳେ ଗୁରୁତର ଭାବରେ ଆହତ ହୋଇଥିଲେ ଏବଂ ଦୀର୍ଘ ଦିନର ଚିକିତ୍ସିତ ହେବା ସମୟରେ ଖ୍ରୀଷ୍ଟଙ୍କ ଜୀବନୀ ଏବଂ ସାଧୁସାଧ୍ୱୀଙ୍କ ଜୀବନୀ ବିଷୟରେ ଏକ ପୁସ୍ତକ ପଠନ କଲେ, ଯାହା ତାଙ୍କୁ ନିଜର ଶୂନ୍ୟତା ଓ ଅସାରତାକୁ ହୃଦବୋଧ କରାଇଥିଲା। ସାଧୁସାଧ୍ୱୀମାନେ ଯଦି ଏହା କରିପାରୁଥିଲେ, ମୁଁ କାହିଁକି ନୁହଁ, ସେ ନିଜକୁ ପଚାରିଲେ। ସୁସ୍ଥ ହେବା ପରେ ସେ ମାନ୍ରେସାଠାରେ 1 ବର୍ଷ ଈଶ୍ୱରଙ୍କ ଇଚ୍ଛା ଜାଣିବା ପାଇଁ ନିର୍ଜନତାରେ ସମୟ ବିତାଇଥିଲେ ଏବଂ ତତ୍ପରେ ପବିତ୍ର ଦେଶ ବା ରୋମକୁ ତୀର୍ଥଯାତ୍ରା କଲେ। ଯେତେବେଳେ ସେ ବାର୍ସିଲୋନା ସ୍କୁଲ ପିଲାମାନଙ୍କ ମଧ୍ୟରେ ଲାଟିନ ଅଧ୍ୟୟନ କରୁଥିଲେ, ସେତେବେଳେ ତାଙ୍କୁ 33 ବର୍ଷ ହୋଇଥିଲା ଏବଂ ତତ୍ପରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ 11 ବର୍ଷ ଦର୍ଶନ ଶାସ୍ତ୍ର ଓ ଧର୍ମଶାସ୍ତ୍ର ବା ଈଶ୍ୱଶାସ୍ତ୍ର ଅଧ୍ୟୟନରେ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ। 1535 ମସିହାରେ ପ୍ୟାରିସରେ ତାଙ୍କର MA ଡିଗ୍ରୀ ସେ ହାସଲ କରିଥିଲେ। ସେହି ସମୟ ମଧ୍ୟରେ ସେ 6 ଜଣ ଯୁବକଙ୍କୁ ତାଙ୍କ ଜୀବନ ଶୈଳୀ ଯଥା ତ୍ୟାଗପୂତ ଜୀବନ, ଦାରିଦ୍ର୍ୟତା ଏବଂ ଆଧ୍ୟାତ୍ମିକ ଅଭ୍ୟାସର ଜୀବନ ପ୍ରତି ଆକର୍ଷିତ କରିବାରେ ସକ୍ଷମ ହୋଇଥିଲେ। ସେମାନଙ୍କ ମଧ୍ୟରୁ ସାଧୁ ପିତର ଫାବେର ଏବଂ ଫ୍ରାନ୍ସିସ୍ ଜେଭିୟର ଅନ୍ୟତମ ଅଟନ୍ତି। ପୁଣି ପିତା ପାଉଲ ତୃତୀୟ, ଯାହାର ପ୍ରତ୍ୟକ୍ଷ ଆଜ୍ଞାବହତା ଅନୁଯାୟୀ 7 ଜଣ ତାହାଙ୍କ ନିକଟରେ ନିଜକୁ ଉପସ୍ଥାପନ କଲେ। ସେମାନଙ୍କୁ ପରିଶ୍ରମୀ, ଶୃଙ୍ଖଳିତ ତଥା ନିଷ୍ଠାପର ଯାଜକ ଭାବରେ, ତା ସହିତ ଏକ ନୂତନ ପ୍ରକାରର ଧାର୍ମିକ ସମାଜର ମୂଳଦୁଆ ଭାବରେ ସେମାନଙ୍କୁ ଦେଖିଲେ, କାରଣ ଏହିମାନେ ଭଲ ତାଲିମ ପ୍ରାପ୍ତ ତଥା ଶିକ୍ଷିତ ସଦସ୍ୟମାନେ ଥିଲେ, ଯେଉଁମାନେ ସାଂସାରିକତା ଏବଂ ଅଜ୍ଞତାକୁ ଦୂର କରିବା ତଥା ମଣ୍ଡଳୀର ଶତ୍ରୁମାନଙ୍କ ଦ୍ୱାରା ବିସ୍ତାରିତ ଅସତ୍ୟକୁ ପ୍ରତିହତ କରିବାର ଜରୁରୀ ଆବଶ୍ୟକତାକୁ ସେମାନେ ପୂରଣ କରିପାରିବେ। 1540 ମସିହାରେ ସୋସାଇଟି ଅଫ୍ ଜିଜସ୍ ବା ଯୀଶୁ ଧର୍ମ ସଂଘର ଅନୁମୋଦନ ପରେ ଇଗ୍ନାସିୟସ୍ ଜେନେରାଲ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ଧର୍ମସଂଘ ପାଇଁ ସମ୍ବିଧାନ ଗଠନ କରିଥିଲେ, ଯାହା ପାରମ୍ପରିକ ମଠର ଅଭ୍ୟାସ, ସର୍ବସାଧାରଣ ଭକ୍ତି କ୍ରିୟାର ଅଭ୍ୟାସ ଏବଂ ପୂଜା ପ୍ରାର୍ଥନାର କାର୍ଯ୍ୟ, କିନ୍ତୁ ସେ ସଙ୍ଗୀତକୁ ଗୁରୁତ୍ୱ ଦେଇନଥିଲେ। ଏହା ପରିବର୍ତ୍ତେ ଏହାର ସଦସ୍ୟମାନେ ସେମାନଙ୍କର ସମସ୍ତ ସମୟ ପ୍ରଚାର ବା ସ୍ୱୀକାର ଶୁଣିବା, ଆଧ୍ୟାତ୍ମିକ ଅଭ୍ୟାସ ଦେବା ଏବଂ ବିଦ୍ୟାଳୟ ତଥା ମହାବିଦ୍ୟାଳୟରେ ବାଳକମାନଙ୍କୁ ଶିକ୍ଷା ଦେବା ପାଇଁ ନିଜକୁ ଉତ୍ସର୍ଗ କରିଥିଲେ। ଜେସୁଇଟ୍ସ ନାମରେ ସେମାନେ ଲୋକପ୍ରିୟ ଅର୍ଜନ କଲେ, ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ଲାଭ କଲେ ଏବଂ ଗରିବ ଓ ରୋଗୀମାନଙ୍କର ଯତ୍ନ ନେଲେ, ଗଳିକନ୍ଦିରେ ଧର୍ମ ପ୍ରଚାର କଲେ, କ୍ୟାଥୋଲିକ ସତ୍ୟତାକୁ ସରଳ ଓ ପ୍ରତ୍ୟକ୍ଷ ଭାଷାରେ ବ୍ୟାଖ୍ୟା କଲେ ଏବଂ ବାରମ୍ବାର ସଂସ୍କାରମାନ ଗ୍ରହଣ କରିବାକୁ ବାଧ୍ୟ କଲେ। ଏହିଭଳି ଭାବେ ଅତି ଶୀଘ୍ର ଇଟାଲୀର ସମସ୍ତ ସହର ଜନତାଙ୍କ ଦୃଷ୍ଟିକୁ ଆକର୍ଷଣ କରିପାରିଥିଲେ। ୟୁରୋପର ଅନ୍ୟ ଦେଶମାନେ ମଧ୍ୟ ସେମାନଙ୍କ ପ୍ରଭାବକୁ ଅନୁଭବ କଲେ ଏବଂ ବିଦେଶୀ ମିଶନ ଯଥା ଆଫ୍ରିକା, ଆମେରିକା, ଭାରତ ଏବଂ ଜାପାନକୁ ମଧ୍ୟ ସେମାନେ ଯାତ୍ରା କଲେ। ଇଗ୍ନାସିୟସଙ୍କ ମୃତ୍ୟୁ ବେଳକୁ ତାଙ୍କର 16 ବର୍ଷର ସମାଜରେ ବା ଧର୍ମସଂଘରେ ପ୍ରାୟ 1000 ସଦସ୍ୟ ଏବଂ 100ରୁ ଅଧିକ ଗୃହ ସାମିଲ ହୋଇସାରିଥିଲା। କାଥୋଲିକ ପାଇଁ ପ୍ରୋଟେଷ୍ଟାଣ୍ଟ ବା ପ୍ରତିବାଦୀ ଖ୍ରୀଷ୍ଟୀୟ ଧର୍ମ ଏକ ଅନମନୀୟ ଶତ୍ରୁ, ତେଣୁ ଇକ୍ୟୁମେନିଜମ୍ ବା ସାର୍ବଖ୍ରୀଷ୍ଟ ଧର୍ମ ମଣ୍ଡଳୀର ଚିନ୍ତାଧାରା ତାଙ୍କ ବାକ୍ୟରେ ସ୍ପଷ୍ଟ ହୋଇଥିଲା, ଯଥା ନୈଷ୍ଠିକ ସତ୍ୟତାକୁ ଏପରି ଭାବରେ ଦେଖାଇବା ପାଇଁ ଯତ୍ନବାନ ହେବା ଆବଶ୍ୟକ। ଯଦି କୌଣସି ଧର୍ମ ବିଦ୍ରୋହୀ ଉପସ୍ଥିତ ଥାନ୍ତି, ତେବେ ପ୍ରେମ ଏବଂ ଖ୍ରୀଷ୍ଟିଆନ ସଂଯମତାରେ ସେମାନେ ଉଦାହରଣ ହେବା ଉଚିତ। ସେମାନଙ୍କ ବିପକ୍ଷରେ କୌଣସି କଠିନ ଶବ୍ଦ ବ୍ୟବହାର କରାଯିବା ଉଚିତ ନୁହେଁ କିମ୍ବା ସେମାନଙ୍କର ତ୍ରୁଟି ପାଇଁ କୌଣସି ପ୍ରକାରର ଅବମାନନା ଦେଖାଇବା ଉଚିତ ନୁହେଁ। 1556 ସାଲ ଜୁଲାଇ ମାସ 31 ତାରିଖରେ ଇଗ୍ନାସିୟସ୍ ମୃତ୍ୟୁବରଣ କରିଥିଲେ। 1609 ମସିହା ଜୁଲାଇ ମାସ 27 ତାରିଖରେ ପୁଣି ପିତା ପାଉଲ ପଞ୍ଚମ ଦ୍ୱାରା ସେ ଧନ୍ୟ ଘୋଷଣା ହୋଇଥିଲେ।
1622 ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ମାସ 12 ତାରିଖରେ ତାଙ୍କୁ ପୁଣି ପିତା ଗ୍ରେଗୋରୀ ପଞ୍ଚଦଶ ସାଧୁ ରୂପେ ଘୋଷଣା କରିଥିଲେ ଏବଂ 1922 ମସିହାରେ ପୁଣି ପିତା ପିୟୁଷ ଏକାଦଶଙ୍କ ଦ୍ୱାରା ଆଧ୍ୟାତ୍ମିକ ଅଭ୍ୟାସର ଓ ଧ୍ୟାନ ପ୍ରଚାରକର ପୃଷ୍ଠପୋଷକ ଭାବେ ତାଙ୍କୁ ଘୋଷଣା କରାଯାଇଥିଲା। ମନୋଚିନ୍ତନ। ସାଧୁ ଇଗ୍ନାସିୟସ୍ ଦେ ଲୋୟୋଲା କହନ୍ତି, ଯେତେ ହତାଶା ନିରାଶାର ବିଷୟ ଦେଖାଯାଏ ସେତେ ଆମେ ଈଶ୍ୱରଙ୍କ ଉପରେ ଅଧିକ ଆଶା କରିବା ଉଚିତ। ଯେତେବେଳେ ମନୁଷ୍ୟର ସାହାଯ୍ୟ ବିଫଳ ହୁଏ ପରମେଶ୍ୱର ନିକଟତର ଥାନ୍ତି। ଏକ ଶକ୍ତିଶାଳୀ ଶିକ୍ଷା ଆମେ ଲଭିପାରିବା ଯେ ବିଚାର ଶକ୍ତି ଓ ଅନ୍ତରାତ୍ମା ପରିବର୍ତ୍ତନର ରୂପାନ୍ତରଣ କ୍ଷମତା, ଯାହା ସାଧୁ ଇଗ୍ନାସିୟସଙ୍କ ଜୀବନରେ ପରିଦର୍ଶିତ ହୋଇଥିଲା। ପ୍ରକୃତ ପରିବର୍ତ୍ତନ ଆରମ୍ଭ ହୁଏ ଯେତେବେଳେ ଆମ୍ଭେ ନୀରବ ଓ ସ୍ଥିରତା ଅବଲମ୍ବନ କରୁ, ଅନୁଧ୍ୟାନ କରୁ ଓ ଆମ୍ଭର କାମନା ଓ ଅଭୀଷ୍ଟକୁ ପ୍ରଭୁଙ୍କ ହସ୍ତରେ ସମର୍ପଣ କରିଦେଉ। ସେ ତାହାଙ୍କୁ ପୁନର୍ଗଠନ କରିଥାନ୍ତି। ପରମେଶ୍ୱର ଆମ୍ଭମାନଙ୍କର ଭଗ୍ନତା ଓ ବିଫଳତାକୁ ବ୍ୟବହାର କରି ଆମ୍ଭମାନଙ୍କୁ ଗଭୀର ଉଦ୍ଦେଶ୍ୟ ପାଇଁ ପରିଚାଳନା କରନ୍ତି। ଆମ ଜୀବନରେ ଏହା ସମ୍ଭବ ହେବ ଯେତେବେଳେ ଆମେ ତାଙ୍କ ଭଳି ନିଜକୁ ସମର୍ପଣ କରି ପ୍ରାର୍ଥନା କରିଥାଉ, ହେ ପ୍ରଭୁ, ମୋର ସ୍ୱାଧୀନ, ମୋର ସ୍ମରଣ, ମୋର ବୋଧଗମ୍ୟତା ତଥା ମୋର ସମସ୍ତ ସଦିଚ୍ଛା ନିଅ ଏବଂ ଗ୍ରହଣ କର। ଏହିଭଳି ଭାବେ ନିଜକୁ ପରମେଶ୍ୱରଙ୍କ ନିକଟରେ ସମ୍ପୂର୍ଣ୍ଣ ସମର୍ପି ଦେବା ଉଚିତ। କିନ୍ତୁ ଅନେକ ସମୟରେ ଆମେ ନିଜ ବାଞ୍ଛା ସମର୍ପଣ କରି ତାଙ୍କ ଅଭୀଷ୍ଟକୁ ଜାଣିବା ପାଇଁ ଅନୁଗ୍ରହ ମାଗିବା ବଦଳେ ଆମ ଇଚ୍ଛା ପୂରଣ ସକାଶେ ତାଙ୍କଠାରେ ଅନୁନୟ ବିନୟ କରିବା ପାଇଁ ତାଙ୍କ ପାଖରେ ଶରଣାପନ୍ନ ହୋଇଥାଉ। ଧନ୍ୟବାଦ।